ପାଠ 3 ଛେଳି ଡରେ ପାଣିକି। ବଣ ଭିତରେ ପାହାଡ଼ଟିଏ, ପାହାଡ଼ ତଳେ ଝରଣାଟିଏ, ଝରଝର କରି ବହି ଯାଉଥାଏ। ଝଲମଲ ପାଣି, ମାଛମାନେ ଫକ ଫକ ଡିଆଁ ଡେଇଁ କରୁଥାନ୍ତି। ଛେଳିଟିଏ ଝରଣା ପାଖରେ ଯାଉଥିଲା। ଛେଳି ଝଲମଲ ପାଣିକୁ ଦେଖିଲା। ଗାଧୋଇବା ପାଇଁ ତାର ମନ ହେଲା। ସେ ପାଣି ଭିତରକୁ ଡେଇଁ ପଡ଼ିଲା। ମାଛ ଦେହରେ ତା ଗୋଡ଼ ବାଜିଗଲା। ମାଛଟି ରାଗରେ ଗରଗର ହୋଇ ଛେଳିର ଗୋଡ଼କୁ କାମୁଡ଼ି ଦେଲା। ଛେଳିର ଦେହ ଝିମଝିମ ହୋଇଗଲା। ସେ ଭୟରେ ପାଣିରୁ ବାହାରି ପଳାଇଗଲା। ସେହିଦିନଠାରୁ ଛେଳି ପାଣି ଭିତରକୁ ଯାଏ ନାହିଁ। ତେବେ ଚାଲ ପିଲାମାନେ ଛେଳି ଡରେ ପାଣିକି ତାର ଅଭ୍ୟାସ କରିବା। ଆଚ୍ଛା, ପ୍ରଥମେ କ'ଣ ଦେଇଛି ନା ଛବି ଦେଖି କହିବା। ଆଚ୍ଛା, ଛବି ଦେଖି କହିବା ପିଲାମାନେ। ପ୍ରଥମେ କ'ଣ ଲେଖା ହେଇଛି ଏଠି? ମାଛ, ତାପରେ ମୟୂର, ତାପରେ ଝରକା, ତାପରେ ଝରଣା, ତାପରେ ଗଛ, ତାପରେ ବଗ। ଆଚ୍ଛା, ତାପରେ କ'ଣ ଦେଇଛି ଦେଖିବା। କେତୋଟି ଶବ୍ଦ ଏଠି ଦେଇଛି। ଠିକ୍ ଅଛି ପିଲାମାନେ। ମଟର, ଗରା, ଝରକା, ପର, ଝୁମୁକା, ମଗର, ଏସବୁ ଶବ୍ଦ ଲେଖା ହେଇଛି। କ'ଣ ଦେଇଛି ଦେଖ। ମ ଅକ୍ଷର ତଳେ ଗାର ଦବା ଦେଇଛି। ମ ଅକ୍ଷର ତଳେ ଗାର ଦବା। ତେବେ ଉପରେ ମ ଅକ୍ଷର କେଉଁଠି ଅଛି? ମଟରରେ ମ ଅଛି, ତେଣୁ ମରେ ଗୋଟିଏ ଗାର ଦବା ମ ଅକ୍ଷର ତଳେ। ଆଉ କେଉଁଠି ମ ଅଛି ପିଲାମାନେ ଦେଖ? ଝୁମୁକା, ଝୁମୁକାରେ ମ ଅଛି, ମ ଅକ୍ଷର ତଳେ ଗାର ଦେବା। ମଗରରେ ମ ଅଛି, ମ ଅକ୍ଷର ତଳେ ଗାର ଦେବା। ର ଅକ୍ଷରକୁ ଗୋଲ ବୁଲାଇବା। ତେବେ ର ଅକ୍ଷର କେଉଁଠି ଅଛି ପିଲାମାନେ ଦେଖ? ଗରାରେ ର ଅଛି, ତ ର ଅକ୍ଷରକୁ କ'ଣ କରିବା ଆମେ? ଗୋଲ ବୁଲେଇବା। ଝରକା, ଝରକାରେ ମଧ୍ୟ ର ଅଛି, ର ଅକ୍ଷରକୁ ଗୋଲ ବୁଲେଇବା। ପର, ପରରେ ର ଅଛି, ର ଅକ୍ଷରକୁ ଗୋଲ ବୁଲେଇବା। ମଗର, ମଗରରେ ର ଅଛି, ର ଅକ୍ଷରକୁ ଗୋଲ ବୁଲେଇବା। ଗ ଅକ୍ଷର ଚାରିପଟେ ଚାରିକୋଣିଆ ଘର କରିବା। ଆଚ୍ଛା, ଗ ଅକ୍ଷର କେଉଁଠି କେଉଁଠି ଅଛି ଦେଖ। ଏଠି ଗରାରେ ଗ ଅକ୍ଷର ଅଛି, ତେଣୁ ଗଟାକୁ କ'ଣ କରିବା ଆମେ? ଚାରିକୋଣିଆ ଘର କରିବା। ତାପରେ ଆଉ କେଉଁଠି ଗ ଅଛି? ମଗର, ମଗରରେ ଗ ଅଛି, ତେଣୁ ଗଟାକୁ ଚାରିକୋଣିଆ ଘର କରିବା। ଝ ଅକ୍ଷର ଚାରିପଟେ ତିନିକୋଣିଆ କରିବା ବା ତ୍ରିଭୁଜ କରିବା। ତାହେଲେ ଦେଖ, ଝ ଅକ୍ଷର କେଉଁଠି ଅଛି? ଏଠି ଝୁମୁକା, ଏଠି ଝ ଅଛି, ଝରକା, ଝରକାରେ ଅଛି, ତେଣୁ ତିନିକୋଣିଆ କରିବା ଝ ଅକ୍ଷର ଚାରିପଟେ। ଦେଖ, ଝୁମୁକା, ଝୁମୁକାରେ ମଧ୍ୟ ତିନିକୋଣିଆ କରିଦେଲେ। ଠିକ୍ ଅଛି ପିଲାମାନେ। ଆଚ୍ଛା, ଏବେ ଦେଖିବା ତାପରେ କ'ଣ ଦେଇଛି। ଶବ୍ଦରେ ଥିବା ଅକ୍ଷର ସହ ତଳ କୋଠରୀରେ ଥିବା ସମାନ ଅକ୍ଷରକୁ ଗାର ଟାଣି ଯୋଡ଼ିବା। ଆଚ୍ଛା, ଦେଖ ପିଲାମାନେ, ଏଠି ମକାରେ ମ ଅଛି, ମ ଅକ୍ଷରେ ସେ ଯୋଡ଼ିଲା। ଗଛରେ ଗ ଅଛି, ତେଣୁ ଗ ଅକ୍ଷରକୁ ଗରେ ଗାର ଟାଣି ଯୋଡ଼ିବା। ଆଚ୍ଛା, ବଗରେ ଗ ଅଛି, ଗ ଅକ୍ଷରକୁ ଗାର ଟାଣି ଗରେ ଯୋଡ଼ିବା। ଅରଟ, ର, ର ଅଛି, ର ଅକ୍ଷରକୁ ର ପାଖରେ ଯୋଡ଼ିବା। ମାଛ, ମାଛରେ ମ ଅଛି, ମ ଅକ୍ଷରକୁ ମ ପାଖରେ ଯୋଡ଼ିବା। ତାପରେ ଝାଡ଼ୁ, ଝାଡ଼ୁରେ ଝ ଅଛି, ଝକୁ ଝ ଅକ୍ଷରରେ ଯୋଡ଼ିବା। ଠିକ୍ ଅଛି ପିଲାମାନେ। ତାପରେ ଦେଖିବା। ଆଚ୍ଛା, 4 ନମ୍ବର କ'ଣ ଦେଇଛି? ତୁମ ଘର ପାଖରେ କେଉଁ ଗଛ ସବୁ ଅଛି କହିବା। ଆଚ୍ଛା ପିଲାମାନେ, କହିଲ ତୁମ ଘର ପାଖରେ କ'ଣ କ'ଣ ସବୁ ଗଛ ଦେଖିଛ? ଆମ୍ବ ଗଛ ସମସ୍ତେ ଦେଖିଥିବ, ନିମ୍ବ ଗଛ ସମସ୍ତେ ଦେଖିଥିବ। ଆଉ କେଉଁ ଗଛ ସବୁ ଅଛି? ପଣସ ଗଛ ଦେଖିଥିବ। ବହୁତ ପ୍ରକାର ଗଛ ଅଛି। ତ ଲେଖିବ। ତୁମେ ତୁମ ଘର ପାଖରେ କ'ଣ କ'ଣ ଗଛ ଅଛି ଦେଖିକି ଲେଖିବ। ବଣରେ କେଉଁ ସବୁ ଗଛ ଥାଏ କହିବା। ଆଚ୍ଛା, ଯଦି ବଣ କଥା କହିବା, ବଣରେ ଶାଳ, ପିଆଶାଳ, ଶାଗୁଆନ ଏଇସବୁ ଗଛ ଅଧିକ ପରିମାଣରେ ଥାଏ। ତାପରେ ଦେଖିବା। ପାଠ 3ର ପ୍ରଥମ ଛବି ଦେଖି କହିବା। ଆଚ୍ଛା, ଛବି ଦେଖିକି ଆମେ କହିବା ଯେ ଆମର ଛେଳି କେତୋଟି ଅଛି, ବଡ଼ ମାଛ କେତୋଟି ଅଛି, ସାନ ମାଛ କେତୋଟି ଅଛି, ପାଣିରେ ମୋଟ ମାଛ କେତେଟା ଅଛନ୍ତି କହିବା। ତେବେ ପିଲାମାନେ, ଛେଳି କେତୋଟି ଅଛି? ଚିତ୍ର ଦେଖିବ ତୁମେ ମାନେ। ଛେଳି ଅଛି 1ଟି। ଠିକ୍ ଅଛି। କେତୋଟି ଛେଳି ଅଛି? ନା 1ଟି। ତାପରେ ବଡ଼ ମାଛ କେତୋଟି ଅଛି ଗଣିବ। ବଡ଼ ମାଛ ଅଛି 4ଟି। କେତୋଟି ଅଛି? 4ଟି।
ତାପରେ ସାନ ମାଛ କେତୋଟି ଅଛି? ସାନ ମାଛ ଅଛି 5ଟି। ଗଣିବ ପିଲାମାନେ। ପାଣିରେ ମୋଟ ମାଛ କେତୋଟି ଅଛନ୍ତି? 4ଟି ମାଛ ଛୋଟ ସରି ବଡ଼ 4ଟି ଏବଂ ସାନ ମାଛ 5ଟି। ତାହେଲେ କେତେ ହେଲା ଟୋଟାଲ ମାଛ? 9ଟି। 4 5 ମିଶାଇ ଦେବ 9ଟି ମାଛ ହେଲା। ଆସ ଛବି କରିବା। 2ଟି ବଡ଼ ମାଛର ଛବି କରିବା, 3ଟି ସାନ ମାଛର ଛବି କରିବା ପାଇଁ ଦେଇଛି। ତାହେଲେ ଆସ ତୁମ ମାଛ ଛବି କରି ଆସେ ପିଲାମାନେ? ତାହେଲେ ବଡ଼ ବଡ଼ ମାଛ 2ଟାର ଛବି କରିବାକୁ ଦେଇଛି। ତିନୋଟି ସାନ ମାଛର ଛବି କରିଦେବା। ଏଠି ଛୋଟ ଛୋଟ ମାଛ କରିଦେବା। ମୁଁ ସେମିତି କରିଦେଇଛି, ତୁମେ ଭଲ ଭାବରେ କରିବ। ବଲ୍କୁ ନାଲି ରଙ୍ଗ ଦେବା ଏବଂ କେତୋଟି ବଲ୍ ଗଣି କହିବା। ଠିକ୍ ଅଛି? ତାହେଲେ ବଲ୍ ଗଣ କେତେଟା ଅଛି? 1 2 3 4 5ଟି। 5ଟି ବଲ୍ ଅଛି। ଆଉ ବଲ୍କୁ କେଉଁ ରଙ୍ଗ କରିବା ପାଇଁ ଦେଇଛି? ନା ନାଲି ରଙ୍ଗ କରିବା ପାଇଁ ଦେଇଛି। ଏବେ ବଲ୍କୁ ଦେଇଛି ନାଲି ରଙ୍ଗ କରିବା ପାଇଁ। ତେବେ ନାଲି ରଙ୍ଗ କରିବା ବଲ୍କୁ। ଠିକ୍ ଅଛି ପିଲାମାନେ? ତାପରେ ଦେଇଛି ଗୋଟିଏ ମାଛକୁ ହଳଦିଆ ରଙ୍ଗ ଦେବା ଦେଇଛି। ଗୋଟେ ମାଛକୁ ହଳଦିଆ ରଙ୍ଗ ଦେବା ଦେଇଛି। ତେଣୁ ଦେଖ ଗୋଟେ ମାଛକୁ ଆମେ ଏଠି ହଳଦିଆ ରଙ୍ଗ କରିଦେବା। ଟିକେ କଟି ଯାଉଛି ପୁରା, ତମେ କରିବ ଆଉ। ତେବେ ଦେଖ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପ୍ରତ୍ୟେକ ଗୋଲେଇ ଭିତରେ ଗୋଟିଏ ଅକ୍ଷର ଓ କେତେ ଗୁଡ଼ିଏ ଛବି ଅଛି। ଯେଉଁ ଛବିର ନାମରେ ସେଇ ଅକ୍ଷର ଅଛି ସେଇ ଛବିକୁ ଅକ୍ଷର ସହ ଗାର ଟାଣି ଯୋଡ଼ିବା। ତାହେଲେ ଦେଖ ପ୍ରଥମେ ଏଠି କ'ଣ ଦେଇଛି? ମ ଅକ୍ଷର। ମ ଅକ୍ଷରେ କ'ଣ ଅଛି? ମାଛ। ତାହେଲେ ମୋ ପାଖରେ ଯୋଡ଼ିବା। ଦେଖ ମାଛ, ତାପରେ ମକା, ତାପରେ ମଗର, ଏଠି ଯୋଡ଼ିଲେ। ତାପରେ ଝରେ କ'ଣ ଆସିବ? ଝରଣା, ଝରକା, ଏଇ ଦୁଇଟି ହେବ। ଠିକ୍ ଅଛି? ତାପରେ ପରବର୍ତ୍ତୀ ପ୍ରଶ୍ନ ଯିବା। ତାପରେ ଏଠି ଆହୁରି ଦେଇଛି ଆଉ ଦୁଇଟା। ଦେଖ ରରେ କ'ଣ ହେବ ପିଲାମାନେ? ଦେଖ ଏଇଟା ଅଛି ପଇଡ଼, ଏଇଟା ଅଛି ଟଗର, ଏଇଟା ଅଛି ଝରକା, ଏଇଟା ଅଛି ଗଛ। ତାହେଲେ କ'ଣ ହେବ? ରରେ ଟଗରରେ ର ଅଛି। ଠିକ୍ ଅଛି? ତାପରେ ଟରେ କ'ଣ ହେଇପାରିବ? ଅରଟରେ ଟ ଅଛି, ଅରଟ ହେଇପାରିବ। ତାପରେ ଟେବୁଲ, ଟେବୁଲରେ ହେଇପାରିବ। ଓଟ, ଓଟରେ ବି ଅଛି, ଏଟା ବି ହେଇପାରିବ। ଆଗକୁ ବଢ଼ାଇବା। ଆଚ୍ଛା, ଏଠି ଯେଉଁ ଭଳିଆ ଚିତ୍ର ଦେଇଛି ତାକୁ କ'ଣ କରିବା? ଆମେ ଆଗକୁ ଆଗକୁ ବଢ଼ାଇବା। ତାହେଲେ ଦେଖ 4 4 ଭଳିଆ ଦେଇଛି, ତ ତୁମେ 4 4 ଭଳିଆ କରିଯିବ। ଯେତେଟା ହେଇପାରିବ ତୁମର ସେତଟି କରିବ। ଠିକ୍ ଅଛି? ତାପରେ ଦେଖ ବେଙ୍ଗ କିପରି ଝିଣ୍ଟିକାକୁ ଖାଇବାକୁ ଯିବ ଦେଖାଇବା। ଯେପରି, ଆଚ୍ଛା ଏଇପରି ସେ ଦେଇଛି, ତୁମେ ଏଇପରି କରିପାରିବ। ଡାଲାରେ ଯେତେ ପାରିବା କମଳାର ଚିତ୍ର କରିବା। ଏଠି ତୁମେ ମାନେ ପିଲାମାନେ କମଳାର ଚିତ୍ର ଏଠି କରିବ।
ଯେତେ ପାରିବ ସେତେ କମଳାର ଚିତ୍ର କରିବ। କଳା କରିକି ଏଠି ଅରେଞ୍ଜ କଲର୍ ଦେଇଦେବ। ଠିକ୍ ଅଛି। କହିଲ ଦେଖି, ଛେଳିର ଗୋଡ଼ ମାଛ ଦେହରେ ବାଜିଲା ପରେ ଛେଳି କ'ଣ କରିଥିବ? ଛେଳିର ଗୋଡ଼ ଯେତେବେଳେ ମାଛ ଦେହରେ ବାଜିଲା ସେତେବେଳେ ଛେଳି କ'ଣ କରିଥିବ? ଛେଳିର ଦେହ ହାତ ଝିମଝିମ ହୋଇଗଲା ଏବଂ ଛେଳି ସାଙ୍ଗେ ସାଙ୍ଗେ ପାଣିରୁ ବାହାରିବା ପାଇଁ ଚେଷ୍ଟା କରିଥିବ। ଛେଳି ପାଣିରେ ପଶିଲା ପରେ ବଡ଼ ମାଛମାନେ ସାନ ମାଛକୁ କ'ଣ କହିଥିବେ? ଛେଳି ଯେତେବେଳେ ପାଣିରେ ପଶିଲା ବଡ଼ ମାଛମାନେ ସାନ ମାଛକୁ କ'ଣ କହିଥିବେ? ଯେ ଆମ ଉପରେ କାହାର ଗୋଟେ ଗୋଡ଼ ପଡ଼ିଗଲା, ସିଏ ବୋଧେ ଆମମାନଙ୍କୁ ମାରିବା ପାଇଁ ଆସିଛି, ଏଇଆ ବୋଧେ କହିଥିବେ। ଠିକ୍ ଅଛି। ଛବି ଦେଖି କହିବା, କିଏ ବଡ଼ କିଏ ସାନ। ଆଚ୍ଛା ପିଲାମାନେ କହିଲ ଏଠି ବଡ଼ କିଏ ସାନ କିଏ ଅଛନ୍ତି? ଦେଖ, ଛେଳି ହେଉଛି ବଡ଼, ମାଛଟି ହେଉଛି ବଡ଼, ମୂଷା ହେଉଛି ସାନ ଏବଂ ଏ ମାଛଟି ହେଉଛି ସାନ। ତାପରେ ଉପରେ ଥିବା ଛବି ଦେଖିବା, ତା ବିଷୟରେ କହିବା। ଆଚ୍ଛା, ଏ ଛବିରେ କ'ଣ ହେଉଛି? ବେଙ୍ଗଟିଏ ବସିଛି ଏବଂ ବର୍ଷା ପାଣି ତା ଉପରେ ପଡ଼ୁଛି। ଠିକ୍ ଅଛି, ତୁମର এই ଛେଳି ଡରେ ପାଣିକି ଅଭ୍ୟାସଟି ଶେଷ ହେଲା।